ମମତା ରୁବିଙ୍କ ପାଖକୁ ଯାଇ କହିଲେ, ଛି ରୁବି ଦିଦି ଛି, ଆପଣ ଏତେ ତଳକୁ ଖସିଯିବେ ସେ କଥା ମୁଁ କେବେ ବି ଭାବିନଥିଲି। ଆମମାନଙ୍କୁ ଏ ଘରେ ମିଛ ସତ କହିକି ଆମକୁ ଏ ଘରୁ ବିଦା କରିଦେଇଥିଲେ, ତଥାପି ବି ମୁଁ ଆପଣଙ୍କୁ ଅସମ୍ମାନ କରିନଥିଲି। କିନ୍ତୁ ଆପଣ ଆଜି ବି ସେଇ ପଲ୍ଲବୀ ଭଳି ଝିଅ ନାଁରେ ଅପମାନ ଲଦିବାକୁ ଟିକେ ବି ପଛେଇଲେନି। ଛି ରୁବି ଦିଦି ଛି। ଦିଦି ଅନ୍ତତଃ ତମେ ତ ଥରେ ଚିନ୍ତା କରିପାରିଥାନ୍ତ, ପଲ୍ଲବୀ ଭଳି ଝିଅ ଏଭଳି କାମ କେବେ ବି କରିନଥିବ। ଆନନ୍ଦ କହିଲେ, ମାୟା ମମତା ଏକଦମ ଠିକ୍ କହୁଛି। ଆରେ ତମେ ପଲ୍ଲବୀ ନାଁରେ ଏମିତି କହୁଛ, ଆଇ କ୍ୟାଣ୍ଟ ବିଲିଭ୍ ଇଟ୍। ବିନୋଦ କହିଲେ, ମୁଁ ବି ଏ କଥାକୁ ବିଶ୍ୱାସ କରିପାରୁନି ଭାଉଜ, ନିଶ୍ଚୟ ଆ ପଛରେ କିଛି ନା କିଛି ଗୋଟେ ଗଡ଼ବଡ଼ ଅଛି। ମାୟା କହିଲେ, ଦିଦି ତୁ ଏକଦମ ଠିକ୍ କହୁଥିଲୁ, ଏମାନେ ସମସ୍ତେ ହେଉଛନ୍ତି ପଲ୍ଲବୀର ଅନ୍ଧଭକ୍ତ। ସିଏ ଯାହା ବି କଲେ ଏମାନେ ତାକୁ କେବେ ବି ଭୁଲ ମାନିବେନି। ଭୁଲ ତ ହେଉଛନ୍ତି ଆମେ ଦିଜଣ ଦିଦି, ଯୋଉଥିପାଇଁ ଆମେ ଦିଜଣ ଖରାପ। କାହିଁକି ନା ସତ କଥା ଆମେ ଦିଜଣ ଏ ଘରକୁ ଆଣିଲେ। ରୁବି କହିଲେ, ମାୟା ମୋ ସୁନା ଭଉଣୀ, ମୋତେ ତୋ ଉପରେ ବହୁତ ଦୟା ଆସୁଛି। ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ତୁ ଏତେ ଦିନ ଧରି ଏ ଘରେ ରହୁଛୁ କେମିତି। ମୋତେ ପଛେ ଏ ଘରେ ଯିଏ ଯାହା ବି କୁହନ୍ତୁ, ଯେତେ ବି କୁହନ୍ତୁ, ମୁଁ କିନ୍ତୁ ତୋ ପାଇଁ ଲଢ଼ିବି ମାୟା। ରୁବି କହିଲେ, ଆପଣ କାହିଁ ଏ ପର୍ଯ୍ୟନ୍ତ ମୁହଁରେ ତାଲା ପକେଇକି ଚୁପ୍ ହେଇକି ରହିଛନ୍ତି ପିଇସି ମା? ଆପଣ ତ ଏ ଘରର ସମସ୍ତଙ୍କ ଠାରୁ ବଡ଼, ମହାପାତ୍ର ପରିବାରର ଖାନଦାନର ସବୁଠାରୁ ବଡ଼, ସଂସ୍କୃତିର ସମ୍ମାନ କର ଆପଣ, ଆଉ ଅନ୍ୟାୟକୁ ସହିପାରୁନଥିବା ଦେବୀ। ଆପଣ କ'ଣ ଏବେ କିଛି କହିପାରିବେନି? ପଲ୍ଲବୀର କୁକର୍ମ ଆପଣ ନିଜ ଆଖିରେ ଦେଖିଲେ, ଆଉ ତାର ପ୍ରମାଣ ବି ପାଇଲେ, ହେଲେ ବି ଆପଣ ଚୁପ୍ ହେଇ ରହିଛନ୍ତି କାହିଁକି? ଦାଦିମା କହିଲେ, ତୁ କ'ଣ ଭାବୁଛୁ ଯେ ମୋ ପାଟିରେ କିଛି ଶବ୍ଦ ନାହିଁ ସେଇଥିପାଇଁ ମୁଁ ଚୁପ୍ ହେଇ ଅଛି? ନାଇଁ ନାଇଁ ନାଇଁ, ମୁଁ ଏଇଥିପାଇଁ ଚୁପ୍ ଅଛି ଯେ ତୋର ଏତେ ଛୋଟିଆ ମୁଣ୍ଡରେ କେତେ ସତ ଅଛି। ଆଉ ସେତେବେଳେ ମୋ ମୁଣ୍ଡରେ ଅଛି ଯେ ଆମେ ତ ସମସ୍ତେ ଏଇଠି ଅଛୁ, ହେଲେ ତୋ ଫୋନରେ ଭିଡ଼ିଓ ଫଟୋ ଆସିଲା କେମିତି? ହଁ କେମିତି ଆସିଲା? ଆଦର୍ଶ କହିଲେ, ୟେସ୍ ଦାଦିମା ଠିକ୍ କହୁଛନ୍ତି। କୁହନ୍ତୁ ରୁବି ଆଣ୍ଟି, କୁହନ୍ତୁ ରୁବି ମାଉସୀ, ଆପଣଙ୍କ ପାଖକୁ ଏ ଫଟୋ ଆଉ ଭିଡ଼ିଓ ଆସିଲା କେମିତି? ଆନନ୍ଦ କହିଲେ, ଆପଣଙ୍କୁ କ'ଣ ପଚାରୁଛି ଆଦର୍ଶ, ତାର ଉତ୍ତର ଦିଅନ୍ତୁ ରୁବି ଦିଦି। ଦାଦିମାଙ୍କ ଠାରୁ ଫୋନ୍ ଛଡ଼େଇ ନେଇକି ମାୟାଙ୍କ ପାଖକୁ ଯାଇକି ରୁବି କହିଲେ, ମୁଁ ମାନେ ଆମର କିଛି ଶୁଭଚିନ୍ତକ ଅଛନ୍ତି, ସେମାନେ ପଠାଇଥିବେ। ଆଦର୍ଶ କହିଲେ, ଯଦି ଆମର କିଛି ଶୁଭଚିନ୍ତକ ଅଛନ୍ତି ତାହେଲେ ସେମାନେ ମୋତେ ଆଉ ବାପା ଆଉ ଦାଦାଙ୍କୁ ନ ପଠେଇ ତମକୁ କାହିଁ ପଠେଇଲେ? ହଁ ତମକୁ କାହିଁକି ପଠେଇଲେ ସିଏ? ଆନନ୍ଦ କହିଲେ, ଯିଏ ବି ଏ ଭିଡ଼ିଓ ପଠେଇଛି ସେ ଜାଣିଥିଲା ପଲ୍ଲବୀ ସଞ୍ଜୀବ ସହିତ ଅଛି, ସେଇଥିପାଇଁ ସେ ଆଗରୁ ଯାଇକି ସେଇଠି ଭିଡ଼ିଓ କରିକି ପଠେଇଲା। ଗୌରବ କହିଲେ, ଏଇଥିରୁ ପ୍ରୁଭ୍ ହେଉଛି ଆଦର୍ଶ ଇଏ ନିଶ୍ଚୟ ସବୁ ପ୍ରି ପ୍ଲାନ୍ଡ, ନିଶ୍ଚୟ ଏସବୁ ପଲ୍ଲବୀଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର, କେହି ଜାଣିଶୁଣି ପଲ୍ଲବୀଙ୍କ ବିରୁଦ୍ଧରେ ଏଇସବୁ କରୁଛି। ଦାଦିମା କହିଲେ, ଆରେ ଏ ଖାଇବା ଚୋରଣୀ, କହ ଜଲ୍ଦି ଏସବୁ କାହା କାମ? ତୁ ହିଁ ପଲ୍ଲବୀକୁ ବଦନାମ କରିବା ପାଇଁ ଏସବୁ କରିଛୁ ନା?